ସାଙ୍ଗମାନେ ଏମିତି ସୁଆଦିଆ ସଜନା ଶାଗ ଅମୃତଭଣ୍ଡା ପକେଇକି କେବେ ଭାଜିକି ଖାଇଛନ୍ତି? ଖାଇବାକୁ ବହୁତ ହି ବଢ଼ିଆ ଲାଗେ। ଖାସ୍ କରି ଗରମ ଗରମ ହେଇଥିବ ଆଉ ପଖାଳ ଭାତ ହେଇଥିବ, ପୁରା ତ ମଜା ଉଠିଯିବ। ନମସ୍କାର ସାଙ୍ଗମାନେ, ମିନି ବ୍ଲଗ୍କୁ ମୋର ସ୍ୱାଗତ ଆପଣମାନଙ୍କୁ। ତ ସକାଳୁ ସକାଳୁ ଉଠିଲା ବେଳକୁ ଗାଧୋଇ ପାଧୋଇ ରେଡ଼ି ହେଇକି ସବୁ କାମ ସାରି ଉଠିଲା ବେଳୁ ଯେହେତୁ ସଜନା ଶାଗ ଗଛରେ ଆମର ପୋକ ଲାଗିଯାଇଥିଲା, ପୁରା ବଡ଼ ଡାଳଟେ ଭାଙ୍ଗିଗଲା। ତ ମଝିଆଣି ଯାହା ତାକୁ ଯାଇକି ନେଇ ଆସିଲେ, ମୋ ଶାଶୁ ବୋହୂ ତାକୁ ଛଡ଼ାଛଡ଼ି କରିକି ଏଠି ରଖିନେଲୁ। ତ ସଜନା ଶାଗ ଦେଖୁ ଦେଖୁ ବୁଢ଼ୀମା କଥା ବହୁତ ଜୋରସେ ମନେ ପଡ଼ିଗଲା, କାହିଁକିନା ଛୋଟବେଳେ ବୁଢ଼ୀମା ଏମିତି ଆମକୁ ସଜନା ଶାଗରେ ଅମୃତଭଣ୍ଡା ଭାଜିକି ଦେଉଥିଲା ପଖାଳ ଖାଇବା ପାଇଁ। ଆଉ ତା ହାତର ସ୍ୱାଦ ତ କେବେ ବି ଆମେ ଭୁଲି ପାରିବୁନି, କି ତା ହାତର ସ୍ୱାଦ ଆମେ କେବେ ଆଣିପାରିବୁନି। ବହୁତ ହି ଟେଷ୍ଟ ଲାଗେ। ତ ମୁଁ ଭାବିଲି ଆଜି ଟିକେ ବନେଇବା ପାଇଁ, ତ ତାକୁ କଲ୍ କରି ପଚାରିକି ଏମିତି ହିଁ ବନେଇଲି। ତ ଏଇଠି ପ୍ରଥମେ ଅମୃତଭଣ୍ଡା ମୁଁ ଯେହେତୁ ଆପଣଙ୍କୁ ଗୋଟେ ଦେଖିଥିଲି, ସେଥିରୁ ଫାଳେ ସରୁ ସରୁ କରି କାଟିକି ରଖିନେଲି। ସେପଟେ ପିଆଜକୁ ମଧ୍ୟ କାଟିକି ରଖିନେଇଛି। ଏପଟେ ସଜନା ଶାଗ ରୁଞ୍ଚା ରୁଞ୍ଚି କରି ରେଡ଼ି କରି ରଖିନେଲି। ଏଠି କଡ଼େଇ ବସାଇନେଲି, ତେଲ ଦେଇଦେଲି, ଶୁଖିଲା ଲଙ୍କା ତା ସହିତ ଫୁଟଣ ଦେଇଦେଲି, ପିଆଜ ଦେଇଦେଲି। ସେ ଟିକେ ଭାଜି ହେଇଗଲା ପରେ ଅମୃତଭଣ୍ଡାକୁ ଯେଉଁ ଛୋଟ ଛୋଟ କରି କାଟିକି ରଖିଥିଲି ତାକୁ ଦେଇଦେଲି। ଦେଇସାରିକି ତାକୁ ଟିକେ ଏପଟ ସେପଟ କରିଦେବା। ତ ସିଝିବା ପାଇଁ ଆମେ ଟିକେ ପାଣି ଦେବା। ପାଣି ଦେଇସାରିଲା ପରେ ସ୍ୱାଦ ଅନୁସାରେ ଲୁଣ ଦେଇକି ତାକୁ ଆମେ ଗୋଟେ ଜାଗା କଭର୍ କରିନେବା। ତ ଯେହେତୁ ସିଝିବା ପାଇଁ ଟିକେ ଟାଇମ୍ ଲାଗିଥାଏ, ବହୁତ ସମୟ ନେଇଥାଏ ଅମୃତଭଣ୍ଡାଟା ସିଝିବା ପାଇଁ, ତା ଭିତରେ ମଝିରେ ମଝିରେ ଏମିତି ଚେକ୍ କରିନେଉଥିବା ସିଝିଲାଣି ନାହିଁ। ତ ମୁଁ ଏଠି ଚେକ୍ କରି ନେଇଥିଲି, ମୋର ଅମୃତଭଣ୍ଡା ପୁରା ବଢ଼ିଆ ସେ ଦର ସିଝିଲା ହେଇଗଲାଣି। ତ ତା ଭିତରେ ଶାଗକୁ ପୁରା ଏମିତି କଟାକୁଟି କରିକି ଦେଇଦେଲି। ଦେଇସାରିଲା ପରେ ଉପରେ ଟିକେ ଚିନି ଦେଇଦେବା, ଯାହାଫଳରେ ଟେଷ୍ଟ ବହୁତ ହି ବଢ଼ିଆ ଲାଗିବ। ଆଉ ଯଦି ଶାଗଟା ରାଇଆ ଥିବ ତ ରାଇଟା ମରିଯିବ। ତ ତାକୁ ଶାଗକୁ ଦେଇକି ବାମ୍ଫ ଚାରିପଟ ସାଇଡ଼୍ରେ ଆସିବା ପର୍ଯ୍ୟନ୍ତ ଆମେ ୱେଟ୍ କରିବା। ତ ମୋର ଏବେ ବାମ୍ଫ ବୁଲିଗଲାଣି, ତ ଖଡ଼ିକା ସାହାଯ୍ୟରେ ତାକୁ ସବୁ ଏପଟ ସେପଟ କରି ନେଉଛି। କରିସାରିଲା ପରେ ତାକୁ ଗୋଳାଗୋଳି କରି ଗୋଟେ ଜାଗାରେ ଖୋଲିନେବି। ତ ଆପଣମାନେ ଗରମ ଭାତ ହେଉ ବା ପଖାଳ ଭାତ ହେଉ ଖାଇବେ। ଏଇଠି ଶାଗ ଭଜାଟା ମୋର ହେଇସାରିଲା ପରେ ତା ଉପରେ ଦେଇଦେଲି ଏଠି କିଛି ତେଲ। ତ ତେଲ ଦେଇକି ତାକୁ ପୁରା ଝାଡ଼ିକି ଶାଗଟାକୁ ଭାଜିଦେଲି, ଯାହାଫଳରେ ଶାଗ ଭଜାଟା ପୁରା ଗୋଟାଳିଆ ହେଇକି ରହିବ। ତ ଏବେ ଗୋଟେ ପ୍ଲେଟ୍କୁ ସଜାଇ ନେଲେ ମୋର ଶାଗ ଭଜା ବହୁତ ଶୀଘ୍ର ରେଡ଼ି ହେଇଗଲା। ଆପଣମାନେ ଏମିତି ବନାନ୍ତୁ, ଖାଆନ୍ତୁ। ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚିନ୍ତ କରନ୍ତୁ। ବାଏ ବାଏ, ଜୟ ଜଗନ୍ନାଥ। ଆଉ ଘର ଲୋକଙ୍କୁ ସମସ୍ତଙ୍କୁ ଖୁଆନ୍ତୁ।